7 ମାଇଲ କୁକୁଡ଼ା ବାଗଶାଳା ରାସ୍ତା ଅବସ୍ଥା ଶୋଚନୀୟ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ 7 ମାଇଲ କୁକୁଡ଼ା ବାଗଶାଳା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି, ଯାହା ଫଳରେ କି ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ପ୍ରାୟ 3 କିଲୋମିଟର ରାସ୍ତା ଖାଲ ଖମାରେ ପରିପୂର୍ଣ୍ଣ ହୋଇଯାଇଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ରକ୍ଷଣାବେକ୍ଷଣ ଅଭାବ ଓ ଦାୟିତ୍ୱହୀନତା ଯୋଗୁଁ ରାସ୍ତାଟି ମରଣଜନ୍ତା ପାଲଟିଛି। ଏହି ରାସ୍ତାରେ 2 ଚକିଆ ଯାନ ଠାରୁ ଆରମ୍ଭ କରି 4 ଚକିଆ ଯାନ, ଯାତ୍ରୀବାହୀ ବସ୍ ଓ ଅଟୋ ଯାତାୟାତ କରୁଛି। ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସେଥିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକେ ଏହି ରାସ୍ତା ଦେଇ ଜିଲ୍ଲାର ସଦର ମହକୁମା, ପାରଳାଖେମୁଣ୍ଡି ଓ ଗୋସାଣୀ ବ୍ଲକ ମୁଖ୍ୟାଳୟକୁ ବିଭିନ୍ନ କାମରେ ଯାତାୟାତ କରିଥାନ୍ତି। ରାସ୍ତାରେ ଖାଲଖମା ଯୋଗୁଁ ଗାଡ଼ିରୁ ପଡ଼ି ଆହତ ହେଉଛନ୍ତି ତ ଆଉ କେତେବେଳେ ଗାଡ଼ି ଭାଙ୍ଗିରୁଜି ଦୁର୍ଘଟଣାର ଶିକାର ହେଉଥିବାର ବହୁ ନଜିର ରହିଛି। ଏ ବିଷୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି। ଏହି ରାସ୍ତା ତୁରନ୍ତ ନିର୍ମାଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଆମର ଗୋସାଣୀ ବ୍ଲକ ବାଗଶାଳା ପଞ୍ଚାୟତ 7 ମାଇଲରୁ ବାଗଶାଳା ଗଲା ପନ୍ତେ ରାସ୍ତା ଭଲ ନାହିଁ। ପେସେଣ୍ଟ ହେଲେ ଡେଲିଭରି ପେସେଣ୍ଟ ହେଲେ ମଧ୍ୟ ଯାଇ ହେଉନି। 6 ମାସ 7 ମାସ ହେଲା ଖରାପ ହେଇଛି, କିଏ ଦଖଲ ନେଉନାହାନ୍ତି। ଆମକୁ ବର୍ଷା କାଳ ହେଲେ ଆମର ପେସେଣ୍ଟ ଯିବାଟା ବଡ଼ କଷ୍ଟ ହେଇଛି। ଏ ଜାଗାରେ ବେଶୀ ଲୋକ ଚାଲୁବୁଲୁ, ପ୍ରାୟ ଗାରାବନ୍ଧ ଠାରୁ ଏ ରୁସ୍ତରାକା ଯାଉଛନ୍ତି। କେତେ ଲୋକ କେଉଁଦିନ ପଡ଼ୁଛନ୍ତି ଠିକ୍ ନାହିଁ। ଦୟା କରିକିରି ଆମକୁ ଟିକେ ରାସ୍ତାଘାଟ କରିବ ବୋଲି ଆମର କୁହାହେଇଛି। ଆଜ୍ଞା କାହାକୁ କହିଛନ୍ତି? ଆଜ୍ଞା ବିଡ଼ିଓକୁ ଦେଇଛୁ, ପଲ୍ଲୀ ସଭାରେ କୁହାହେଇଛି, ହେଲେ ବି କରୁନାହାନ୍ତି, ହେଲେ ମଧ୍ୟ କରୁନାହାନ୍ତି। పేరు కే పాల్గొనరావు, ఊరు కుట్టడ, బావుసల పంచాయతీ, గోసాని బ్లాక్, గజపతి జిల్లా. 7వ మైల్ నుండి బావుసల గోసాని వరకు ఈ మెయిన్ రోడ్, పీడబ్ల్యూ రోడ్ ఇది. 7వ మైల్ నుండి రోడ్డు ఖరాబ్ గుమ్ములైపోయి ఉంది. దానికి ఎవరు పట్టించుకోవడం లేదు. 7-8 మాసాలు అయిపోయింది. అందరికీ చెప్తున్నా అదిగో ఇదిగో చేస్తాం, అదిగో చేస్తాం అంటారు, కానీ ఎవరు చేయట్లేదు. దాని గురించి మేము పల్లి సభలకు కూడా చెప్పడం అయి ఉంది, తర్వాత బ్లాక్కి వెళ్ళి చెప్పడం అయి ఉంది. అందరి నాయకులకి చెప్తున్నాం, ఎవరు పట్టించుకోవడం లేదు. దయవుంచి లేడీస్ డెలివరీ టైంలో నాకు కష్టమవుతుంది, పేషెంట్లకి కష్టమవుతుంది, వెళ్ళేటి వచ్చేటప్పుడు చాలా ఇబ్బందిగా ఉంది. దయచేసి ఒకసారి ఆ రోడ్డు బాగు చేస్తారనేసి మేము కోరుకుంటున్నాం। ଆମର କୁଡୁଡ଼ା ବାଉଁଶିଲା ପଞ୍ଚାୟତ ଗୋସାଣୀ ବ୍ଲକର ଆମର କୁଡୁଡ଼ାଠୁ 7 ମାଇଲ ପର୍ଯ୍ୟନ୍ତ ଆହୁରି ବାଉଁଶିଲା ପର୍ଯ୍ୟନ୍ତ ବି କୋଉଠି କୋଉଠି ରାସ୍ତା ବେଶୀ ଖରାପ ହେଇଛନ୍ତି। ସେ ଖରାପଟା ଭଲ କରିବେ ବୋଲି ଆମେ ଭାବୁଛନ୍ତି। ନ କରିପାରିବେ, ଠିକ୍ କରିପାରୁନି, ସେଟା ଆମେ ବଡ଼ ରାସ୍ତାରୁ ଷ୍ଟ୍ରାଇକ୍ କରିକିରି ସେଟା ଏଟା କରୁ।